ଆଜିର କବିତାଟି ମଣିଷର ଶେଷ ଅବସ୍ଥାର ଗୋଟେ ଛୋଟ ବର୍ଣ୍ଣନା ବା ଗୋଟେ ପରିପ୍ରକାଶ। ତାକୁ ମୁଁ ଯଥାସାଧ୍ୟ ଫୁଟେଇବାକୁ ଚେଷ୍ଟା କରିଛି। ଆଶା ଆପଣମାନଙ୍କୁ ଭଲ ଲାଗିବ। ନିଶ୍ଚିତ କିଛି ହୃଦବୋଧ ହେବ ବୋଲି ମୋର ବିଶ୍ୱାସ। ଆସନ୍ତୁ ଶୁଣିବା ବୃଦ୍ଧାବସ୍ଥାର ବର୍ଣ୍ଣନା। ମୁଁ ସଂଯୁକ୍ତା ପଢ଼ି ଶୁଣାଉଛି କବିତାଟିଏ। ପିତା ମାତା ସବୁ ଚାଲିତ ଗଲେଣି, ବନ୍ଧୁ ବାନ୍ଧବ ବି ଗଲେ। ନାଁ ଧରିବାକୁ କେହି ନାହିଁ ଏଠି, ଭବଭୂମି ରଙ୍ଗ ତଳେ। ସାଥୀ ସଖାଙ୍କର ଦେଖା ପଡ଼ୁନାହିଁ, ଯେଝା ଆସନରେ ଯିଏ। ଯିବେ ଯିବେ ବୋଲି ଦିନ ଗଣୁଛନ୍ତି, କାହାକୁ ପଚାରେ କିଏ। ନିଜ ନାଁକୁ ବି ଭୁଲି ତ ଗଲେଣି, ବୁଢ଼ା ବୁଢ଼ୀ ନାମେ ଖ୍ୟାତ। ଅଖ୍ୟାତ ଲାଗୁଛି ନୂଆ ଦୁନିଆରେ, ଲାଗୁଛି ବ୍ୟସ୍ତ ବିବ୍ରତ। ଭୋକ ଶୋଷ ଆଉ ମନେ ପଡ଼ୁନାହିଁ, ସବୁ ଭୁଲି ଯାଇ ବସିଛି। ବୋହୂ ଯାହା ମୁଠେ ଦେଉଛି ପାଟିରେ, ଥୁଥୁ କରି ଫିଙ୍ଗି ଦଉଛି। କିକିମିଆ କଲା ସମୟ କେଜାଣି, ଚୋରି ସବୁ ହୋଇଗଲା। କିଶୋର ଯୌବନ ପୌଢ଼ ଅବସ୍ଥାକୁ କୋଉଠି ଲୁଚେଇ ଦେଲା। କିକିମିଆ କଲା ସମୟଟା କେଜାଣି, ଚୋରି ସବୁ ହୋଇଗଲା। କିଶୋର ଯୌବନ ପୌଢ଼ ଅବସ୍ଥାକୁ କେଉଁଠି ଲୁଚାଇ ଦେଲା। ଆଖି କାନ ହାତ ଗୋଡ଼ କିଛି ଆଉ ବୋଲ ମୋର ମାନୁ ନାହିଁ। କେମିତି ସରିବ ଭବ ଲୀଳା ଖେଳା, କୋଉଠି ରହିବି ଯାଇ, କୋଉଠି ରହିବି ଯାଇ। କିମ୍ପାଇଁ ଠାକୁର ମୋ ପାଇଁ ପାଷାଣ, କିଛି ଜାଣିପାରୁ ନାହିଁ। ଏତିକି ମାଗୁଣି ଶେଷ ସମୟରେ, ଯିବ ଛାଡ଼ୁ ତୁମ ନାମ ଗାଇ, ଯିବ ଛାଡ଼ୁ ତୁମ ନାମ ଗାଇ। ଜୟ ଜଗନ୍ନାଥ।